ଚାରିଧାମ ବିଷୟରେ କିଛି କଥା ହେଇପାରିବା? ହଁ ଚାରିଧାମ ବିଷୟରେ କଥା ତ ଏଇ କନସେପ୍ଟଟା କୋଉ କନସେପ୍ଟ ମାନେ କଣ କନସେପ୍ଟ ନେଇକି ଚାରିଧାମ ବିଷୟରେ ହାଲକା କିଛି ଗୁଲା ଭାଇ ଜାଣିଛନ୍ତି ସେ ବସିଥିଲେ ଷ୍ଟୋରୀ ଓକେ ମୋର କ୍ୟାରେକ୍ଟର କରିବାର ଅଛି ମୁଁ କ୍ୟାରେକ୍ଟର କଲି ମୋତେ ଯେତିକି ସିନ୍ ଦେଇଥିଲେ ସେତିକି ସିନ୍ ମୋର 100% ଦେଇ ବାକି ରହିଲା ମୁଁ ଯେତିକି ଜାଣିଥିଲି ଧାର୍ମିକ ଫିଲ୍ମ ଉପରେ ଆଉ ମାନେ ଚାରିଟା ଧାମକୁ ନେଇକି ଆଉ ମୋ ପାଇଁ ଗୋଟେ ଭାଗ୍ୟ କି ମୁଁ ଅନୁଭବ ଭାଇଙ୍କର ଯେତେବେଳେ ଫିଲ୍ମ ଫାର୍ଷ୍ଟ ଟାଇମ୍ ଭାଇଙ୍କ ସହ ଫାର୍ଷ୍ଟ ଟାଇମ୍ ଆଉ ଗୋଟେ ଜିନିଷ ହଉଛି ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି 10th ରେ ଯେତେବେଳେ ଫିଲ୍ମ ରିଲିଜ ହେଇଥିଲା ସାଥୀ ତା ପୂର୍ବରୁ ପ୍ରଥମ ପ୍ରେମ ଆଇ ଲଭ୍ ୟୁ ସାଥିରେ କାମ କରୁଛନ୍ତି ଅର୍ଜୁନ ସେ ଫିଲ୍ମ ଦେଖିଲେ ଅର୍ଜୁନ ତ ମତେ 50-60 ଥର ଦେଖିଛି ମାନେ ଏତେ ଥର ଦେଖିବ ଏବେ ବି ଦେଖିବାକୁ ଦେଖିବି ମାନେ ସେତେବେଳେ ଅନୁଭବ କେମିତି ଦେଖାଉଥିଲେ ତାଙ୍କ ସହିତ ମାନେ ତାଙ୍କ ଫିଲ୍ମ ଦେଖୁଥିଲି ବର୍ତ୍ତମାନ ତାଙ୍କ ସହିତ ଫିଲ୍ମ ପଢୁଛି ମୋ ପାଇଁ ଗୋଟେ ବଡ ବଡ କଥା ତ ଯେତେବେଳେ ପାଖରୁ ଦେଖିଲେ କଣ ଭାବିଲେ କେମିତି ଲାଗିଲା? ଏଇ ବଢିଆ ଲୋକ ସିଏ ଆରେ କାଳେ ଆସ ଭଲ ଅଛ ଆରେ ଖାଇଲଣି ଆରେ ଭାଇ ଖାଲି ମତେ ନୁହଁ ସମସ୍ତେ ଟୋଟାଲ ଫିଲ୍ମରେ ଯେତିକି ବି ଗୋଟେ ସ୍ପଟ ପଏଣ୍ଟ ନେଇକି ଗୋଟେ ଆର୍ଟ ହୁଏ ସମସ୍ତଙ୍କୁ ପ୍ରତି ମାନେ ଭଲ ପାଇବା ତାଙ୍କର ମାନେ ଆମର ଗୋଟେ ସୁଟିଂଟା ଥିଲା ଗୋଟେ ସିନେ ପଇସା ଦବାର ଅଛି ମତେ 15,000 ଟଙ୍କା ଦବାର ଅଛି ଭାଇକି 15,000 ଦେଲି ସୁଟିଂ ମାନେ ସେ ଇଏ ହେଲା ସେ 15,000 ଟଙ୍କା ଆଉ ପ୍ରଡକ୍ସନ ଗଲାଣି ପଳେଇଲା କୋଉଠିକି ମାନେ ତାଙ୍କ ଯୋଉ ଟେକ୍ନିକାଲ ଯୋଉ ଅଛନ୍ତି ଲାଇଟିଂ ଫାଇଟିଂ ସେମାନଙ୍କୁ ଦେଇଦେଲେ 15,000 ଟଙ୍କା ଭାଇ ଖର୍ଚ୍ଚ କଲେ ମାନେ ଭାଇ କହିଲେ କି ଯୋଉ ବି ସୁଟିଂରେ ପଇସା ସିନ୍ ରହେ ସେ ପଇସା ଆଉ ପ୍ରଡ୍ୟୁସର ହାତକୁ ଯାଏନି ସେଟା ଟୋଟାଲ ସେଇଠି ହେଇଯାଏ ଭାଇଙ୍କର ଗୋଟେ ନେଚର ବଢିଆ ବଢିଆ ଲୋକ।